ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ଦେଶରେ କୃତ୍ରିମ ବୁଦ୍ଧିମତ୍ତାର ଭବିଷ୍ୟତ, ଫୌଜଦାରୀ ତଦନ୍ତ ଓ ସୁରକ୍ଷା ବ୍ୟବସ୍ଥା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ। ଜ୍ଞାନକୌଶଳ କ୍ଷେତ୍ରରେ ବିଶ୍ୱରେ ଏବେ ଅଭୂତପୂର୍ବ ପରିବର୍ତ୍ତନ ଦେଖାଦେଉଛି। ଆଧୁନିକ ଜ୍ଞାନକୌଶଳ ସାମ୍ପ୍ରତିକ ପରିସ୍ଥିତିରେ ଅତ୍ୟନ୍ତ ଉପଯୋଗ ହୋଇପାରୁଛି। ତେବେ ଏହା ବହୁ ସୁଯୋଗ ସୃଷ୍ଟି କରିବା ସହିତ ଆହ୍ୱାନ ମଧ୍ୟ ଆଣିଦେଇଛି। କୃତ୍ରିମ ବୁଦ୍ଧିମତ୍ତା ଏଆଇର ଉପଯୋଗ ନେଇ ସରକାର ଅନେକ ଆଇନଗତ ବ୍ୟବସ୍ଥା ପ୍ରସ୍ତୁତ କରିଛନ୍ତି। କାରଣ ବ୍ୟକ୍ତିଗତ ଗୋପନୀୟତା, ନିରାପତ୍ତା ଏବଂ ନବସୃଜନ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ଆଇନ 2023 ବର୍ତ୍ତମାନ ପରିସ୍ଥିତିରେ ବିଭିନ୍ନ ଆଶଙ୍କାର ସମାଧାନ କରିପାରୁଛି। ବ୍ୟକ୍ତିଗତ ଡାଟା ସହିତ ବ୍ୟାବହାରିକ ଡାଟାକୁ ଚିହ୍ନଟ କରିବାରେ ଏଆଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଆଇନରେ ବ୍ୟବହାରକାରୀଙ୍କୁ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି। ଏଥିରେ ସଂଶୋଧନ ଅଧିକାର ଏବଂ ଡାଟା ପ୍ରତ୍ୟାହାର ଭଳି ପୁନର୍ବାର କାର୍ଯ୍ୟ କରିବା ଦିଗରେ ଏଆଇ ସୁଯୋଗ ସୃଷ୍ଟି କରୁଛି। ଫଳରେ କୌଣସି ତଥ୍ୟକୁ ପ୍ରତ୍ୟାହାର କରିବା କିମ୍ବା ବାରମ୍ବାର ବଦଳାଇବାରେ ଏଆଇ ଅଧିକ ପ୍ରଯତ୍ନଶୀଳ ହୋଇଥାଏ। ବ୍ୟବହାରକାରୀଙ୍କ ବିନା ଅନୁମତିରେ କୌଣସି ତଥ୍ୟ ପ୍ରଦାନକୁ ଏଆଇ ମଡେଲ ସୁରକ୍ଷା ଦେଇଥାଏ। ଏଆଇ ସର୍ବଦା ପ୍ରୋଫାଇଲ ଉପରେ କାର୍ଯ୍ୟ କରିଥାଏ, କାରଣ ଏଆଇ ସିଷ୍ଟମର ମୂଳ ଆଧାର ହେଉଛି ପ୍ରୋଫାଇଲିଂ। ପ୍ରୋଫାଇଲିଂ ହେଉଛି ଡାଟା ବା ତଥ୍ୟ ସଂଗ୍ରହ କରିବାର ଏକ ପ୍ରକ୍ରିୟା ଏବଂ ଏହାର ବ୍ୟାବହାରିକ ପୂର୍ବାନୁମାନ। ବୈଶ୍ୱିକ ପରିସ୍ଥିତି, ଇ କମର୍ସ ପ୍ଲାଟଫର୍ମ ଆଦି ବିଭିନ୍ନ ବ୍ୟବସ୍ଥାକୁ ବିଶ୍ଳେଷଣ କରି ଏହି ଡିଜିଟାଲ ବ୍ୟକ୍ତିଗତ ଡାଟା ସୁରକ୍ଷା ଆଇନକୁ କାର୍ଯ୍ୟକାରୀ କରାଯାଇଛି। ଭାରତୀୟ ନ୍ୟାୟ ସଂହିତା BNS 2023 ଅପରାଧିକ ମାମଲାଗୁଡ଼ିକରେ ପ୍ରମାଣ ସ୍ୱରୂପ ଇଲେକ୍ଟ୍ରୋନିକ୍ସ ତଥ୍ୟକୁ ଯାଞ୍ଚ କରିବା ନିମନ୍ତେ ଏଆଇ ଉପଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି। ଏହାଦ୍ୱାରା ଡିଜିଟାଲ ତଥ୍ୟକୁ ବିଶ୍ଳେଷଣ କରାଯାଇ ଅନୁସନ୍ଧାନ ଓ ତଦନ୍ତ ପ୍ରକ୍ରିୟାକୁ ଅଧିକ ସରଳ ଓ ପ୍ରଭାବଶାଳୀ କରାଯାଇଛି। ପୁଲିସ ତଦନ୍ତ ପ୍ରକ୍ରିୟା କ୍ଷେତ୍ରରେ ଏଆଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଏହାଦ୍ୱାରା ତଥ୍ୟ ବିଶ୍ଳେଷଣ ସହ ଆଗୁଆ ସୂଚନା ପାଇବା ପୁଲିସର ତଦନ୍ତ ପ୍ରକ୍ରିୟା ଅଧିକ ସହଜ ହୋଇପାରୁଛି। ବିଶେଷ କରି ସାମାଜିକ ଗଣମାଧ୍ୟମରେ ବଢ଼ୁଥିବା କାର୍ଯ୍ୟକଳାପର ସ୍ଥାନ, ଅବସ୍ଥାନ ଏବଂ ଯୋଗାଯୋଗ ରେକର୍ଡ ଆଦିକୁ ଚିହ୍ନଟ କରାଯାଇ ଏହା ପଛରେ ଅପରାଧିକ ଚିନ୍ତାଧାରାକୁ ଅନୁଧ୍ୟାନ କରି ଏଆଇ ମାଧ୍ୟମରେ ନୂଆ ରେକର୍ଡ ପ୍ରସ୍ତୁତ କରାଯାଇପାରୁଛି। ଏହା ମାଧ୍ୟମରେ ସମୟର ସଦୁପଯୋଗ ସହ ଅନେକ ବିପଦର ମୁକାବିଲା ମଧ୍ୟ କରାଯାଇପାରୁଛି। ଭାରତୀୟ ନ୍ୟାୟ ସଂହିତା ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକୁ ଅଧିକ କ୍ଷମତା ପ୍ରଦାନ କରିଛି। ଡିଜିଟାଲ ଯନ୍ତ୍ରପାତିଗୁଡ଼ିକୁ ଜବତ କରିବା, ତଦନ୍ତ ପାଇଁ ବ୍ୟକ୍ତିଗତ ଡାଟାକୁ ସଂଗ୍ରହ କରିବା ଆଦି ବିଭିନ୍ନ ପ୍ରସଙ୍ଗରେ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଙ୍କ କ୍ଷମତା ବୃଦ୍ଧି ପାଇଛି। ଏହି ଆଇନ କୃତ୍ରିମ ବୁଦ୍ଧିମତ୍ତା ସଂଯୋଗ ମାଧ୍ୟମରେ ପୁଲିସ ବ୍ୟବସ୍ଥାକୁ ଅତ୍ୟାଧୁନିକ କରିବାର ମାର୍ଗ ଉନ୍ମୁକ୍ତ କରିଛି। ତେବେ ବୈଷୟିକ ଜ୍ଞାନକୌଶଳ ଦୁରୁପଯୋଗ ନ ହେବା ଏବଂ ବ୍ୟକ୍ତିଗତ ଅଧିକାରକୁ ସୁରକ୍ଷିତ ରଖିବା ଦିଗରେ ଏହି ବ୍ୟବସ୍ଥା ମଧ୍ୟ ଉତ୍ତରଦାୟିତ୍ୱ ଏବଂ ଆହ୍ୱାନପୂର୍ଣ୍ଣ ଭାବେ ଚିହ୍ନଟ ହୋଇଛି। ଭବିଷ୍ୟତରେ ଦେଶରେ ଏଆଇର ଅଧିକ ଉପଯୋଗ ବୈଷୟିକ ଦକ୍ଷତାକୁ ବୃଦ୍ଧି କରିବା ସହିତ ସରକାରୀ କ୍ଷେତ୍ରରେ ଆଇନଗତ ଏବଂ ନୈତିକ ଆଧାରିତ ଚିଠା ପ୍ରସ୍ତୁତ କରିବାରେ ଅଧିକ ଯତ୍ନଶୀଳ ହେବ। ଦେଶରେ ଏଆଇ ଉପଯୋଗ ପାଇଁ ଡିଜିଟାଲ ବ୍ୟକ୍ତିଗତ ଡାଟା ସୁରକ୍ଷା ଆଇନ 2023 ଏବଂ ଭାରତୀୟ ନ୍ୟାୟ ସଂହିତା ଆଇନ ଯଥେଷ୍ଟ ପ୍ରଭାବଶାଳୀ ହୋଇପାରିବ। ଏହା ଏଆଇ ଇକୋସିଷ୍ଟମର ରୋଡମ୍ୟାପ୍ ପ୍ରସ୍ତୁତିକୁ ଅଧିକ ସୁବ୍ୟବସ୍ଥିତ କରିପାରିବ। ସରକାର ବ୍ୟକ୍ତିଗତ ଗୋପନୀୟତା, ସ୍ୱଚ୍ଛତା, ବୃହତ୍ତର ସ୍ୱାର୍ଥ ଏବଂ ଯୋଜନାର ସୁଫଳକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗକୁ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଆମର ଦୈନନ୍ଦିନ ଜୀବନରୁ ନିରନ୍ତର ଭାବେ ଉତ୍ତମ ସେବା ଏବଂ ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ ଆଗାମୀ ଦିନରେ ଆଇନଗତ ପରିଚାଳନା କ୍ଷେତ୍ରରେ ଏଆଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଅନ୍ୟ ପ୍ରକାରେ କହିଲେ, ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ ମାଧ୍ୟମରେ ଦେଶବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ସହିତ ସ୍ୱାର୍ଥକୁ ସୁରକ୍ଷିତ ରଖିବାରେ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତା ଏହି ଦୁଇଟି ଯାକ ଆଇନ ବଳିଷ୍ଠ ମାର୍ଗଦର୍ଶନ କରିପାରିବ। ଆଗାମୀ ଦିନରେ ଏଆଇ କ୍ଷେତ୍ରରେ ଏକ ବଡ଼ ଧରଣର ରୂପାନ୍ତରଣ ହେବାର ଆଶା କରାଯାଉଛି। ବିଶେଷ କରି ବ୍ୟକ୍ତିଗତ ସେବା ଏବଂ ଅପରାଧ ଚିହ୍ନଟ, ସାମାଜିକ ପରିବର୍ତ୍ତନରେ ଜ୍ଞାନକୌଶଳ ଏବଂ ମାନବିକତା ମଧ୍ୟରେ ଏହା ଏକ ସେତୁବନ୍ଧ ଭଳି କାର୍ଯ୍ୟ କରିବ। ଏହା ସମ୍ଭବପର ହୋଇପାରିଲେ କୃତ୍ରିମ ବୁଦ୍ଧିମତ୍ତା ଯୁକ୍ତ ସାମାଜିକ ରୂପାନ୍ତରଣ କ୍ଷେତ୍ରରେ ଭାରତ ଅନ୍ୟମାନଙ୍କ ପାଇଁ ପ୍ରେରଣା ଏବଂ ପଥପ୍ରଦର୍ଶକ ହୋଇପାରିବ।